ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବାହାଡ଼ା ଜିଲ୍ଲା ପୂର୍ତ୍ତ ରାସ୍ତା ପାର୍ଶ୍ୱରେ ବିରାଜିତ ମା ପେଟେଇଚଣ୍ଡୀ ଠାକୁରାଣୀଙ୍କ ପୀଠରେ ବାହାଡ଼ା ଜିଲ୍ଲା ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାହାଡ଼ା ଝୁଲା ଫାଣ୍ଡି ଅଧିକାରୀ ମହମ୍ମଦ ଜାଫୁଲାଙ୍କ ସହ ସମ୍ମାନିତ ଅତିଥି ଭାବେ ଅଞ୍ଚଳର ସମାଜସେବୀ ତଥା ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ ଯୋଗ ଦେଇଥିଲେ। ଅଞ୍ଚଳର ବିକାଶ, ଶାନ୍ତି ଶୃଙ୍ଖଳା ରକ୍ଷା, ଦୁର୍ନୀତି ଅନୀତିକୁ ଲୋକଲୋଚନକୁ ଆଣିବା ଏବଂ ସମାଜରେ ଅବହେଳିତ ଓ ନିଷ୍ପେଷିତ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ ସମ୍ମାନିତ ଅତିଥି ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ବାହାଡ଼ା ଜିଲ୍ଲା ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମତବ୍ୟକ୍ତ କରିଥିଲେ। ବାହାଡ଼ା ଜିଲ୍ଲା ଅଞ୍ଚଳ ତଥା ବେରୁଆବାରୀ, ହରିପୁର, ସିଙ୍ଗରାପଲ୍ଲୀ, ଗୁମି, କାପ୍ତାପଲ୍ଲୀ, ବାହାଡ଼ା ଜିଲ୍ଲା ପ୍ରଭୃତି ଆଦିବାସୀ ହରିଜନ ବହୁଳ ପଞ୍ଚାୟତର ପ୍ରାୟ 20 ରୁ 25 କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରେ ଥିବା ସତଲାବଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା 50,000ରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ଅଧୀନସ୍ଥ ବାହାଡ଼ା ଝୁଲା ଫାଣ୍ଡି ଉପରେ ନ୍ୟସ୍ତ ରହିଛି। ହେଲେ ଅଞ୍ଚଳର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦିନକୁ ଦିନ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। 1940 ମସିହାରେ ବ୍ରିଟିଶ ଶାସନ କାଳରୁ ସ୍ଥାପିତ ବାହାଡ଼ା ଝୁଲା ଫାଣ୍ଡିକୁ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ଏବଂ ଫାଣ୍ଡିକୁ ଥାନା ମାନ୍ୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଓ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ବିଭାଗୀୟ ଉଚ୍ଚ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ନିକଟରେ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଏଥିନେଇ ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଭିନ୍ନ ସମୟରେ ଖବର ପ୍ରସାରଣ ହୋଇ ଆସୁଥିବା ବେଳେ ଅଞ୍ଚଳବାସୀଙ୍କ ଦାବି ସହୃଦୟତାର ସହ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ଥିଲେ। ମୁଖ୍ୟ ଅତିଥି ଫାଣ୍ଡି ଅଧିକାରୀ ଶ୍ରୀ ଜାଫୁଲା ବାହାଡ଼ା ଝୁଲା ଅଞ୍ଚଳରେ ଅପରାଧ ଦମନ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମସ୍ତ ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ସମାଜସେବୀ ଶ୍ରୀ ସାହୁ ଫାଣ୍ଡିକୁ ଥାନା ମାନ୍ୟତା ପ୍ରଦାନ ସହ ବାହାଡ଼ା ଝୁଲାରେ ନୂତନ ବ୍ଲକ ଗଠନ ପାଇଁ ବ୍ଲକ କ୍ରିୟାନୁଷ୍ଠାନ କମିଟି ବାହାଡ଼ା ଝୁଲାର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀ ଦାବିକୁ ଗଣମାଧ୍ୟମ ଜରିଆରେ ବାରମ୍ବାର ସରକାର ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ। ନୟାଗଡ଼ ଜିଲ୍ଲାରୁ ପିକେ ସାହୁଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।